नमस्कार ओडिशावासी शुभ सकाळ आज हूँ 15 सेप्टेम्बर रविवार आज रही देश विदेश गुरुत्वपूर्ण खबर सुभद्रा योजना ठू आरंभ करके प्रबल अति प्रबल वर्षा 5 दिन ता सहित स्कूल बंद रही राशन कार्ड नहीं केवाईसी अपडेट एमती अनेक गुरुत्वपूर्ण खबर रही आपण को केउ जिलूर देखुं निश्चित गोटाए लेखे कमेंट कर दिंतु चलतु खबर उपर नजर पकाइबा। नंबर 1 17 ରେ ବନ୍ଦ ରହିବ ବିଏମ୍ସି ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ ସରକାରୀ କାର୍ଯ୍ୟାଳୟ ମଧ୍ୟ 2ଟା ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ବିଏମ୍ସିର ସବୁ ସ୍କୁଲ କଲେଜ ବନ୍ଦ ରହିବ। ସରକାରୀ ବିଦ୍ୟାଳୟର ପ୍ରଥମାର୍ଦ୍ଧ ଛୁଟି ରହିବ। ଦିନ 2ଟା ଯାଏଁ ବିଏମ୍ସି ଅନ୍ତର୍ଗତ ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ରାଜସ୍ୱ ଏବଂ କାର୍ଯ୍ୟନିର୍ବାହୀ କୋର୍ଟ 2ଟା ଯାଏଁ ବନ୍ଦ ରହିବ କାରଣ 17ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଅଫିସ ବନ୍ଦ ନେଇ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ତେଣୁ ନମ୍ବର 2 ତେବେ 17ରେ ମିଳିବ ପ୍ରଥମ କିସ୍ତି ଆସନ୍ତାକାଲି 10,000 ଗାଁରେ ସୁଭଦ୍ରା ପଦଯାତ୍ରା। ସୁଭଦ୍ରା ଯୋଜନା ଏଯାଏଁ ଆବେଦନ କଲେଣି 50 ଲକ୍ଷରୁ ଅଧିକ ମହିଳା। 15 ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ 17 ତାରିଖରେ ପ୍ରଥମ କିସ୍ତି ମିଳିବ। ଆସନ୍ତାକାଲି ସୁଭଦ୍ରା ସ୍ୱାଗତ ପ୍ରଥମ ଦିନ। ତେଣୁ ଆସନ୍ତାକାଲି ରାଜ୍ୟବ୍ୟାପୀ 10,000 ରାଜସ୍ୱ ଗାଁରେ ସୁଭଦ୍ରା ପଦଯାତ୍ରା ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କାଲି ଭୁବନେଶ୍ୱର ଗିରିଦୁର୍ଗା ମନ୍ଦିର ରମାଦେବୀ ଯାଏଁ ହେବ ସୁଭଦ୍ରା ପଦଯାତ୍ରା। ପ୍ରତି ପଞ୍ଚାୟତରେ ଜିଏଫଏଲ ନେତୃତ୍ୱରେ ହେବ ପଦଯାତ୍ରା। ଆଉ ଏସଏଚଜି ସଦସ୍ୟମାନେ ମଧ୍ୟ ଗାଁ ଗାଁରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। 17 ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ନମ୍ବର 3 ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ତେବେ ଆଗାମୀ 5 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗଭୀର ଅବପାତଟି ପଶ୍ଚିମ ଉତ୍ତର ଏବଂ ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବା ସହିତ 48 ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ ଯାହାଫଳରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଓଡ଼ିଶାରେ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେଣୁ 3ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଅନୁଗୁଳ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ଅରେଞ୍ଜ ଆଲର୍ଟ କରାଯାଇଛି। ଏଥିପାଇଁ 13ଟି ଜିଲ୍ଲାକୁ ମଧ୍ୟ ଆଲର୍ଟ କରାଯାଇଛି। ସେଗୁଡ଼ିକ ହେଲା ସୁନ୍ଦରଗଡ଼ ସମ୍ବଲପୁର ଝାରସୁଗୁଡ଼ାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ କେଉଁଝର ସୋନପୁର ବରଗଡ଼ ମୟୂରଭଞ୍ଜରେ ପ୍ରବଳ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି। 16 ତାରିଖରେ କମିବ ବର୍ଷା କିନ୍ତୁ 50ରୁ 60 କିଲୋମିଟର ପବନ ବହିବ ବୋଲି ଆଶଙ୍କା କରାଯାଇଛି। ତେଣୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି। ତେବେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ପ୍ରଥମ ସିନେମା ହଲରେ ଏବେ ତାଲା ନିରାଶ ହୋଇ ଫେରୁଛନ୍ତି ଦର୍ଶକ। ରାଜ୍ୟରେ ଧୀରେ ଧୀରେ ବୁଡି ଯାଉଛି ସିନେମା ହଲ। ସାରା ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ପ୍ରଥମ ସିନେମା ହଲରେ ଏବେ ତାଲା ଝୁଲୁଛି। ଜିଲ୍ଲା ପ୍ରଶାସନ ଗୌତମ ବୁଦ୍ଧ ସଂସ୍କୃତି ଭବନକୁ ସିନେମା ହଲରେ ପରିଣତ କରି ଏହାର ପରିଚାଳନା ଦାୟିତ୍ୱ ମିଶନ ଶକ୍ତିକୁ ଦିଆଯାଇଥିଲା। ତେବେ ଉନ୍ନତ ରାଉଣ୍ଡ ଏବଂ ଉନ୍ନତ ସାଉଣ୍ଡ ସହିତ ଦର୍ଶକଙ୍କୁ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ହୋଇଥିଲା। କିନ୍ତୁ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ଏଠାରେ ସିନେମାକୁ ବନ୍ଦ କରାଯାଇଥିଲା। ସେବେଠାରୁ ଏହି ମିଶନ ଶକ୍ତି ସିନେମା ହଲ ବନ୍ଦ ରହିଛି। ଫଳରେ ପ୍ରତିଦିନ ସିନେମା ଦେଖୁଥିବା ଆସୁଥିବା ଦର୍ଶକମାନେ ନିରାଶ ହୋଇ ଫେରୁଛନ୍ତି। ରାଜ୍ୟରେ ସିନେମା ଶିଳ୍ପ ଦିନକୁ ଦିନ ରୁଗ୍ଣ ହେବାରେ ଲାଗିଛି। ଆଉ ସହରବାସୀ ଉନ୍ନତ ମାନର ସିନେମା ହଲରେ ସିନେମା ଦେଖିବାରୁ ବଞ୍ଚିତ ମଧ୍ୟ ହେଉଛନ୍ତି। ଅନ୍ୟପଟେ ଯାଜପୁର ସହରରେ ଦୁର୍ଗା ଏବଂ ତ୍ରିମୂର୍ତ୍ତି ଅନେକ ବର୍ଷ ହେଲାଣି ବନ୍ଦ ପଡ଼ିଥିବା ବୋଲି କୁହାଯାଉଛି। ବିରଜା ସିନେମା ହଲ ଅତି କଷ୍ଟମଷ୍ଟେ ଚାଲୁଥିବା ଦେଖିବାକୁ ମିଳିଛି। ତେଣୁ ମିଶନ ଦାୟିତ୍ୱରେ ଥିବା ଏହି ସିନେମା ହଲ ଏବେ ପୁଣି ବନ୍ଦ ହୋଇ ପଡ଼ିଛି ବୋଲି କୁହାଯାଉଛି। ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅପରାହ୍ନ 5ଟାରୁ ରାତି 8ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ। ଏଥିପାଇଁ ମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ। ତେଣୁ ଅପରାହ୍ନ 5ଟାରୁ 8ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେଥିପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ପାଶ ଦର୍ଶନ ଏକାଦଶୀ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସକାଳୁ ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ। ସକାଳ ଧୂପ ଭୋଗ ମଣ୍ଡପ ଏବଂ ଶ୍ରୀବିଗ୍ରହକୁ ମହାସ୍ନାନ କରାଯାଇ ନୂଆ ଲୁଗା ଚନ୍ଦନ ଲାଗି କରାଯିବ। ସନ୍ଧ୍ୟା ଆଳତି ପରେ ଏକାଦଶୀ ବେଢାକୁ ମଦନ ମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତିକାନ୍ତ ହେବ ବୋଲି କୁହାଯାଉଛି। ତେଣୁ ଆସନ୍ତାକାଲି ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଉଛି। ତେବେ ଆଉ ଏକ ବଡ଼ ଖବର ପିଏମ ମୋଦି ଉଦ୍ଘାଟନ କରିବେ ଆହୁରି 10ଟି ବନ୍ଦେ ଉତ୍କଳ ଏକ୍ସପ୍ରେସ। ତେବେ ଆସନ୍ତାକାଲି ଦେଶର ବିଭିନ୍ନ ରାଜ୍ୟରେ 10ଟି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହି ଟ୍ରେନ ଗୁଡ଼ିକ ହେଲା ଉତ୍ତରପ୍ରଦେଶ ପଶ୍ଚିମବଙ୍ଗ ଓଡ଼ିଶା ବିହାର ଛତିଶଗଡ଼ ଝାରସୁଗୁଡ଼ା କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର ଦେଇ ଯାତ୍ରା କରିବ। 10ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ 3ଟି ଓଡ଼ିଶାକୁ ମିଳିବାକୁ ଯାଉଛି। ତେବେ ବାରାଣସୀରୁ ଦେଓଘର ବନ୍ଦେ ଭାରତ ଏକ୍ସପ୍ରେସ ଏହି ଟ୍ରେନଟି ଝାଡ଼ଖଣ୍ଡ ଦେଓଘର ବାରାଣସୀ କ୍ୟାଣ୍ଟିନ ଷ୍ଟେସନରେ ରହିବ ବୋଲି କୁହାଯାଉଛି। ଟ୍ରେନ ସକାଳେ ବାରାଣସୀରୁ ଦେଓଘର ଅଭିମୁଖେ ଯାତ୍ରା କରିବ। ଅପରାହ୍ନ 3ଟାରେ ଦେଓଘର ଛାଡ଼ି ବାରାଣସୀ
କ୍ୟାଣ୍ଟ ଷ୍ଟେସନକୁ ଫେରିବ। ତେଣୁ ଏଇଭଳିଆ ତିନୋଟି ଟ୍ରେନ୍ ଓଡ଼ିଶାକୁ ମିଳିଛି। ସବୁଠାରୁ ବଡ଼ କଥା ହେଉଛି ରାଉରକେଲା ହାଉଡ଼ା ବନ୍ଦେ ଏକ୍ସପ୍ରେସ୍ ଅଛି, ପାଟନା ଟାଟାନଗର ଭାରତ ବନ୍ଦେ ଏକ୍ସପ୍ରେସ୍ ଅଛି, ଏଇ ସବୁ ଟ୍ରେନ୍ ଅଛି। ତେଣୁ ସବୁଠୁ ଭଲ ସୁଯୋଗ ହେଲା ଭାରତରେ ଏଇ ଏକ୍ସପ୍ରେସ୍ ଦ୍ୱାରା ଲୋକମାନେ ବହୁତ କିଛି ସୁବିଧା ପାଇପାରିବେ। ତେବେ ସୀମାରୁ ହଟୁନି ଚୀନ ସେନା, ଭାରତ ଚାପ ଆଗରେ ମୁଣ୍ଡ ନୁଆଇଲା ଚୀନ। ତେବେ ଏଲ୍ଏସି ଶାନ୍ତି ଫେରାଇ ଆଣିବାକୁ ପଛକୁ ହଟୁନି ଚୀନ ସେନା। ଗଲୱାନ ଘାଟି ସମେତ ବିଭିନ୍ନ ପ୍ରକାର ଲଦାଖରେ 4ଟି ଇଲାକାରୁ ପଛକୁ ହଟିଲାଣି ପିଏଲ୍ଏମ୍। ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବାକୁ ଚୀନ ସେନା ହଟାଉଛି। ଏନ୍ଏସ୍ଏ ଅଜିତ ଦେୱାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗଙ୍କୁ ସହ ଆଲୋଚନା କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଗଲୱାନ ଘାଟିରେ 2 ଜଣ ସୈନ୍ୟ ମଧ୍ୟରୁ ରକ୍ତାକ୍ତ ସଂଘର୍ଷ ବିଗିଡ଼ିଥିଲା ଦ୍ୱିପାକ୍ଷିକ ମଧ୍ୟରେ ସମ୍ପର୍କ। ତେବେ ଶାନ୍ତି ଫେରାଇ ଆଣିବା ପାଇଁ ଏଲ୍ଏସିରୁ ସେନା ହଟୁଥିବା ବେଳେ ଏବେ ଚୀନ ବୈଦେଶିକ ମୁଖପାତ୍ର ସୂଚନା ଦେଇଛନ୍ତି। ତେଣୁ ସବୁଠାରୁ ବଡ଼ କଥା ହେଉଛି ଓଡ଼ିଆର ସବୁ ଏବେ ଯୁବକ ସଜାଗ ଅଛନ୍ତି, କୌଣସି କାହାର କିଛି କ୍ଷତି ହୋଇନାହିଁ। ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସିଏମ୍ ବାସଭବନ ଯାଏଁ କରିବେ ରୋଡ୍ ଶୋ। ତେବେ 156 ଦିନ ପରେ ସେ ଜେଲରୁ ମୁକୁଳୁଛନ୍ତି। ଶୁକ୍ରବାର ଦିନ ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କେଜରିୱାଲ ତିହାର ଜେଲର 3 ନମ୍ବର ବାରକରେ ରହୁଥିଲେ। ଜେଲ ବାହାରେ ଆମ୍ ଆଦମୀ ପାର୍ଟିର ବହୁ ସଂଖ୍ୟକ ସମର୍ଥକ ରହିଥିବା ବେଳେ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲ ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀ ଅବକାରୀ ମନ୍ତ୍ରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କେଜରିୱାଲଙ୍କୁ ସୁପ୍ରିମକୋର୍ଟରେ ଜାମିନ ମିଳିଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୋଇନଙ୍କ ଖଣ୍ଡପୀଠ ରାୟରେ ଦେଇଛନ୍ତି। 10 ଲକ୍ଷ ଟଙ୍କା ଲେଖାଏଁ ଦୁଇ ମୁଚାଲିକ ବଦଳରେ ଜାମିନ ମିଳିଛି। ତେବେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ ଅରବିନ୍ଦ କେଜରିୱାଲ, ଆଉ ତାଙ୍କୁ ବେଲ୍ ମଧ୍ୟ ମିଳିଛି। ତେବେ ଭାଗବତ ଟୁଙ୍ଗିର ଭାଗ୍ୟ ଶୂନ୍ୟରେ ଟଙ୍କା। ସବୁଠାରୁ ବଡ଼ ଟୁଙ୍ଗିକୁ ମିଳିବ 50,000 ଟଙ୍କା। ପୂର୍ବରୁ ପ୍ରୋତ୍ସାହନ ରାଶି ପାଇଥାନ୍ତୁ ବା ନ ପାଇଥାନ୍ତୁ, ସମସ୍ତେ ଏହି ପ୍ରୋତ୍ସାହନ ରାଶି ପାଇବେ। ଭାଗବତ ଟୁଙ୍ଗିଗୁଡ଼ିକ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେଡି ସରକାର ପ୍ରତି ଭାଗବତ ଟୁଙ୍ଗିକୁ ମାର୍ଚ୍ଚ ମାସରେ ପ୍ରୋତ୍ସାହନ ରଖିଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗିଗୁଡ଼ିକ ବିକାଶ କାର୍ଯ୍ୟ ଜାରି ରହିଛି ବୋଲି କୁହାଯାଉଛି। ଭୁବନେଶ୍ୱର ବିଏମ୍ସି ଅଧୀନରେ ଗୋଟିଏ କାମ ଭାଗବତୀ ଟୁଙ୍ଗିକୁ ଯାବତୀୟ ପ୍ରୋତ୍ସାହନ ମିଳିପାରେ ନାହିଁ ବୋଲି କୁହାଯାଉଛି। ବିଏମ୍ସି ନିକଟକୁ ଆବେଦନ ହୋଇ ଆସିଥିଲେ ଯାଞ୍ଚ ହେବ ଏବଂ ନିକଟରେ ଯେଉଁମାନେ ଅଯୋଗ୍ୟ ତାଙ୍କ ନାଁ କଟିଯିବ।